नमस्कार। ମୁଁ ହର୍ଷ ପରିଛା ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତମ କରୁଛି। ଏ ଭିଡିଓରେ ଆମେ ଆଲୋଚନା କରିବା ବିଶେଷ କରି ପ୍ରତ୍ୟେକ ପବ୍ଲିକ ଇନଫର୍ମେସନ ଅଫିସର, ଫାଷ୍ଟ ଆପେଲେଟ୍ ଅଥରିଟି ଏବଂ ସିଟିଜେନ ଯେଉଁ ବିଷୟ ଜାଣିବା କଥା, ବିଶେଷ କରି ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା, ତାର ସାର୍ଟିଫିକେଟ ବୋଲନ୍ତୁ ବା ଶିକ୍ଷାଗତ ଯୋଗ୍ୟତା, ଏଇଟା ପର୍ସନାଲ ବ୍ୟକ୍ତିଗତ ନା ପବ୍ଲିକ ଇନଫର୍ମେସନ। ତ ଆସନ୍ତୁ ଆମେ এই ଭିଡିଓଟିକୁ ଆଲୋଚନା କରିବା। ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିବେ ଏବଂ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ କରିବେ ନୂଆ ନୂଆ ଭିଡିଓ ଦେଖିବା ପାଇଁ। ତେବେ ଆଜିର ଟପିକ ଅନୁସାରେ ଇଜ ଏଜୁକେଶନାଲ କ୍ୱାଲିଫିକେସନ ଇଜ ଏ ପର୍ସନାଲ ଇନଫର୍ମେସନ କ୍ୱେଶ୍ଚିନ୍ ମାର୍କ ଦେଇଛି। ଯଦିଓ ଏଜୁକେଶନାଲ କ୍ୱାଲିଫିକେସନ ଯଦି ପର୍ସନାଲ ଇନଫର୍ମେସନ, କୋଉ ଆକାରରେ ତାକୁ ଆପଣ ମାନେ ଜଜମେଣ୍ଟ କରିବେ, କେମିତି ଜଜମେଣ୍ଟ କରିବେ? କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟେ ହିଣ୍ଟସ ଦେବାକୁ ଚାହୁଁଛି ଯେ ଗୋଟେ କ୍ୱାଲିଫିକେସନ ବା ଏଜୁକେଶନାଲ କ୍ୱାଲିଫିକେସନ ଆପଣଙ୍କର ପର୍ସନାଲ ଇନଫର୍ମେସନ ହବ କି ନାହିଁ, ତା ଉପରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରୁଛି। ଗୋଟିଏ ବିଷୟଟି ଦେଖନ୍ତୁ ଯେ ସର୍ବସାଧାରଣ ଭାବରେ କହିବାକୁ ଗଲେ ଯେ ଏଜୁକେଶନାଲ କ୍ୱାଲିଫିକେସନ ଆମର ଯୋଉମାନେ ଚାକିରି କରୁଛନ୍ତି ଆପଣଙ୍କର ଗଭର୍ଣ୍ଣମେଣ୍ଟ ଅଫିସରେ, ସେମାନଙ୍କର କେବେ ବି ପର୍ସନାଲ ହବ ନାହିଁ। ତେଣୁ କୁହାଯାଇଛି information related to educational qualification of public servant is generally considered public information, not a private, not a personal, not individual information, especially if it is relevant to their appointment order or position। এই ক্ষেত্রে ଆପଣଙ୍କର ଜଣେ ପବ୍ଲିକ ଏମ୍ପ୍ଲୟିର ଯୋଉ ଶିକ୍ଷାଗତ ଯୋଗ୍ୟତାର ସମସ୍ତ ଶିକ୍ଷାଗତ ଯୋଗ୍ୟତା, ତାର ସାର୍ଟିଫିକେଟ ଇତ୍ୟାଦି ପବ୍ଲିକ ଡକୁମେଣ୍ଟ ହେଇଗଲା ବା ପବ୍ଲିକ ଇନଫର୍ମେସନ ହେଇଗଲା। ଆଉ ସେ ପବ୍ଲିକ ଇନଫର୍ମେସନ ଦିଆଯାଇ ପାରିବ ନା ଦିଆଯାଇ ପାରିବ ନାହିଁ, ସେ ଉପରେ ଆମେ ଆଲୋଚନା କରିବୁ। ତାପରେ ମଧ୍ୟ ମୁଁ ଆପଣମାନଙ୍କ ସହିତ ଆଉ ଗୋଟେ ବିଷୟ ଆଲୋଚନା କରୁଛି। therefore the default position is that such information should be disclosed। এই বিষୟଟି ମୁଁ ଆପଣମାନଙ୍କୁ ଶେଷରେ ଆଲୋଚନା କରିବି, ଯେତେବେଳେ ଆମର ସେଣ୍ଟ୍ରାଲ ଇନଫର୍ମେସନ କମିଶନ ଏବଂ ସୁପ୍ରିମ କୋର୍ଟର ସମସ୍ତ ବିଷୟବସ୍ତୁ ଆପଣମାନଙ୍କ ସହିତ ଆଲୋଚନା କଲା ପରେ এই বিষয়টি ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବି। ତ ଏଇ ଯୋଉ ଶିକ୍ଷାଗତ ଯୋଗ୍ୟତା ଆପଣଙ୍କର ପର୍ସନାଲ ଇନଫର୍ମେସନ ନା ନାହିଁ, ତାକୁ ଭିତ୍ତି କରି ଗୋଟେ ଆପିଲାଣ୍ଟ ଅପିଲ କରିଥିଲେ, ସେ ସେକେଣ୍ଡ ଅପିଲ କରିଥିଲେ। ସେଇଟା ତାଙ୍କ ନାଁ ହଉଛି ଆପଣଙ୍କର ରାଜେଶ ମଧୁକାନ୍ତ। ତା ବିରୁଦ୍ଧରେ ବା କାହା ବିରୁଦ୍ଧରେ ସେ ଅପିଲ କରିଥିଲେ ନା ପବ୍ଲିକ ଇନଫର୍ମେସନ ଅଫିସର ହେମୱତି ନନ୍ଦନ ଭଗବାନ ଗର୍ଭାଲ ୟୁନିଭର୍ସିଟି। ତ ସେଇ ୟୁନିଭର୍ସିଟିରେ ଆପଣଙ୍କର ସେଇ ୟୁନିଭର୍ସିଟିରେ ଆପଣଙ୍କର ଯୋଉ ଇନଫର୍ମେସନ ଗୁଡାକ ଯୋଉ ଦିଆ ହଉଛି ବା ମଗା ହଉଛି, ସେଗୁଡାକ ମଧ୍ୟରୁ କୋଉ କୋଉ ଇନଫର୍ମେସନ ଆପଣଙ୍କର ପର୍ସନାଲ ଇନଫର୍ମେସନ, କୋଉ କୋଉ ଇନଫର୍ମେସନ ଆପଣଙ୍କର କନଫିଡେନ୍ସିଆଲ ଇନଫର୍ମେସନ, ତାହା ଉପରେ ଆମର ଆଲୋଚନା କରାଯାଇଛି। ବିଶେଷ କରି ସେ ଯେତେବେଳେ ସେଇ ୟୁନିଭର୍ସିଟିର ଇନଫର୍ମେସନକୁ ମାଗିଲେ ଫର୍ମ ଏ ରେ, ସେଇଟା ହେଲା 2/6/2014ରେ ଆପ୍ଲିକାଣ୍ଟ ଆପ୍ଲିକେସନ କରିଥିଲେ। କାହାକୁ? ଏଇ ଯୋଉ HNBG ୟୁନିଭର୍ସିଟି। ତାର ପ୍ରଶ୍ନ ଥିଲା ଯେ ସେତେବେଳର ଚିଫ ମିନିଷ୍ଟର, ଉତ୍ତରାଖଣ୍ଡର ଚିଫ ମିନିଷ୍ଟରଙ୍କର ଯୋଉ MBA ସାର୍ଟିଫିକେଟ ବା ସେ ଯୋଉ MBA ସାର୍ଟିଫିକେଟ ପ୍ରଡ୍ୟୁସ କରିଥିଲେ, ତାର ସାର୍ଟିଫିକେଟ ର ମାଗିଥିଲେ ଏକ। କିନ୍ତୁ ପବ୍ଲିକ ଇନଫର୍ମେସନ ଅଫିସର ତৎକ୍ଷଣାତ ତାକୁ ଡିନାଇ କରିଦେଲେ, ମନା କରିଦେଲେ ଯେ ଏଇଟା ଆପଣଙ୍କର ଥାର୍ଡ ପାର୍ଟି ଇନଫର୍ମେସନ, ଏଟା ଦିଆଯାଇ ପାରିବ ନାହିଁ। ତେଣୁ ସେ ପୁଣି ସେଇ ଅଫିସରେ ଆପଣଙ୍କର ଫାଷ୍ଟ ଅପିଲ କଲେ। ଫାଷ୍ଟ ଅପିଲ କଲା ପରେ ଫାଷ୍ଟ ଆପିଲେଟ ଅଥରିଟି 16/8/2014ରେ ସେ ଅର୍ଡର ବାହାର କଲେ। ସେ ଅର୍ଡରଟି ହେଲା ଯେ ଯେ ପବ୍ଲିକ ଇନଫର୍ମେସନ ଅଫିସର ଯାହା ସେ କରିଛନ୍ତି, ତାକୁ ସେଟାକୁ କଣ କଲେ, ବା ଗ୍ରାଣ୍ଟ କଲେ। ପବ୍ଲିକ ଇନଫର୍ମେସନ ଅଫିସର ଠିକ କରିଛନ୍ତି, କନକର୍ଡ କଲେ, ତାଙ୍କର ଡିସିସନ ଟାକୁ ସେ କନକର୍ଡ କଲେ। ତାପରେ ସେ ଯେତେବେଳେ ଡିସାଟିସଫାଇ ହେଇଗଲେ, ସେକେଣ୍ଡ ଅପିଲ କଲେ। ସେକେଣ୍ଡ ଅପିଲ ସଂଖ୍ୟା ହେଲା ଆପଣଙ୍କର CIC/CC/A/2014/000006।
ସେଥିରେ ଯେତେବେଳେ ସେଣ୍ଟ୍ରାଲ ଇନଫର୍ମେସନ କମିଶନ ଜଜମେଣ୍ଟ ଦଉଥିଲେ ବା ଜଜମେଣ୍ଟ କରୁଥିଲେ, ଉଭୟ ଆପିଲାଣ୍ଟ ଏବଂ ପବ୍ଲିକ ଇନଫର୍ମେସନ ଅଫିସର ଥିଲେ, ସେ ସମୟରେ ସେ ବିଭିନ୍ନ ପ୍ରକାର ବିଷୟବସ୍ତୁକୁ ଆଲୋଚନା କଲେ ଏବଂ ନିଜର ଜଜମେଣ୍ଟ ଦେବା ପୂର୍ବରୁ ସେଣ୍ଟ୍ରାଲ ଇନଫର୍ମେସନ କମିଶନ ସେ ସୁପ୍ରିମକୋର୍ଟ ଯୋଉ ଜଜମେଣ୍ଟ ଦେଇଛନ୍ତି ସେ ଜଜମେଣ୍ଟ ଉପରେ ସେ ଆଲୋଚନା କଲେ। ସୁପ୍ରିମକୋର୍ଟ କୋଉ ଜଜମେଣ୍ଟ ଦେଇଛନ୍ତି ନା ସୁପ୍ରିମକୋର୍ଟ ବେଞ୍ଚ ଅଫ ଜଷ୍ଟିସ ARD ଦେବ ଆଣ୍ଡ ଜଷ୍ଟିସ ଏଲ ନାଗେଶ୍ୱର ରାଓ ଇନ୍ ସିଭିଲ ଅପିଲ ନମ୍ବର ହେଲା 2649 ଅଫ 2016 ସୁପ୍ରିମକୋର୍ଟ କଣ କହିଥିଲେ ତାକୁ ଉଦ୍ଧାର କଲେ କିଏ ଇନଫର୍ମେସନ କମିଶନ ଯେତେବେଳେ ଜଜମେଣ୍ଟ କରୁଥିଲେ। କାରଣ ଏପଟ ପବ୍ଲିକ ଇନଫର୍ମେସନ ଅଫିସର ମନା କଲେ ଏବଂ ଫାଷ୍ଟ ଆପିଲେଟ ଅଥରିଟି ମଧ୍ୟ ସେ ସମାନ ବିଷୟ କହିଲେ। ତେବେ ସୁପ୍ରିମକୋର୍ଟ ସେ ଯୋଉ ଶୁଣାଣି ଦେଇଥିଲେ ଶିକ୍ଷାଗତ ଯୋଗ୍ୟତା ଉପରେ, ସେ କହିଥିଲେ ଦେଖନ୍ତୁ ଯେ କାହା କେସରେ ଏଇଟା କହିଥିଲେ ନା ଆପଣଙ୍କର ମେରିନବାନ ପୃଥ୍ୱୀରାଜ ବର୍ଷାସ ଆପଣଙ୍କର ପୁଖରେମ ଶରତ ଚନ୍ଦ୍ର ସିଂ ସେ ଯେତେବେଳେ ଆପଣଙ୍କର ଇଲେକ୍ସନ ଲଢୁଥିଲେ ସେ ସମୟରେ ସେ ଗୋଟେ MBA ସାର୍ଟିଫିକେଟ ପ୍ରଡ୍ୟୁସ କରିଥିଲେ ଏବଂ ସେ MBA ସାର୍ଟିଫିକେଟ ଟି ଆପଣଙ୍କର ଅଥେଣ୍ଟିକେଟ କି ନାହିଁ ସେଇଟା ସେ ମଗା ହେଇଥିଲା, କିନ୍ତୁ ପବ୍ଲିକ ଇନଫର୍ମେସନ ଅଫିସର ତାଙ୍କୁ ମନା କରିଦେଲେ। ଫାଷ୍ଟ ଆପିଲେଟ ଅଛି ମଧ୍ୟ ତାଙ୍କୁ କନକର୍ଡ କଲେ, କିନ୍ତୁ ସେଇ କ୍ଷେତ୍ରରେ ସେଇ କେସ୍ ଯେତେବେଳେ ଆପଣଙ୍କର ସୁପ୍ରିମକୋର୍ଟ ପହଞ୍ଚିଥିଲା, ସୁପ୍ରିମକୋର୍ଟ କଣ କହିଲେ ଶୁଣନ୍ତୁ। ଦି ସୁପ୍ରିମକୋର୍ଟ ହେଲ୍ଡ that right to vote would be meaningless unless citizens were well informed about the attendance of candidates including their educational qualification antecedent ତାଙ୍କର ସର୍ବ ବିଷୟବସ୍ତୁ ଉପରେ ଏବଂ ତାଙ୍କର କ୍ୱାଲିଫିକେସନ ଉପରେ ତାଙ୍କର ସମସ୍ତ ଗୁଣବତ୍ତା ଉପରେ ଯଦି ଜଣେ ସିଟିଜେନ ନ ଜାଣନ୍ତି ତାହେଲେ ତାଙ୍କୁ ସେମାନେ ବାଛିବେ କେମିତି। ତେଣୁ ସମସ୍ତ କ୍ୟାଣ୍ଡିଡେଟ ବା ସମସ୍ତଙ୍କର କ୍ୱାଲିଫିକେସନ ଏଇଟା ଆପଣଙ୍କର ପ୍ରାଇଭେଟ ଇନଫର୍ମେସନରେ ଯାଉନାହିଁ ବା ପର୍ସନାଲ ଇନଫର୍ମେସନ ଯୋଉଟା ଆମେ ସେକ୍ସନ 81J ରେ ଆମେ ତାକୁ ରିଜେକ୍ଟ କରୁଛୁ ସେଥିରେ ଯାଉନାହିଁ, ଯାହା ସୁପ୍ରିମକୋର୍ଟ କହିଛନ୍ତି। କୋଉ କେସରେ ସିଭିଲ କେସ୍ ନମ୍ବର 2649 ଗୁଡାଏ ପଏଣ୍ଟ କହିଦେଇଛନ୍ତି ଆପଣଙ୍କର 1 ରୁ ଆପଣଙ୍କର 28 ପର୍ଯ୍ୟନ୍ତ 28ଟି ପଏଣ୍ଟରେ ସେ ବ୍ୟାଖ୍ୟା କରିଛନ୍ତି। ତେଣୁ ମୁଁ କେବଳ ଆପଣମାନଙ୍କ ସମ୍ମୁଖରେ 27 ନମ୍ବର ପଏଣ୍ଟ ଏବଂ 28 ନମ୍ବର ପଏଣ୍ଟ ହିଁ ମୁଁ ଆପଣମାନଙ୍କ ଉପରେ ବ୍ୟାଖ୍ୟା କରୁଛି। ଯେ ସୁପ୍ରିମକୋର୍ଟ ଟୋଟାଲି କହିଦେଲେ କେବଳ ଯେ MLA MP ତାହା ନୁହଁ, ଯେକୌଣସି ପବ୍ଲିକ ଏମ୍ପ୍ଲୟିର ଯାହା ବି ସାର୍ଟିଫିକେଟ ଅଛି ଶିକ୍ଷାଗତ ଯୋଗ୍ୟତା ଅଛି ସେଇଟା ହଉଛି ଆପଣଙ୍କର ପବ୍ଲିକ ଇନଫର୍ମେସନ ଏବଂ ସେଇଟା ପବ୍ଲିକ ଡୋମେନ ରହିବା ଦରକାର, ପବ୍ଲିକ ସେଇଟା ଜାଣିବା ଦରକାର, ସେଇଟା କୌଣସି ପ୍ରାଇଭେଟ ଇନଫର୍ମେସନ ନାହିଁ। ତେଣୁ ଆପଣଙ୍କର ଯେତେବେଳେ ଇନଫର୍ମେସନ କମିଶନ ୟାକୁ ଏଇ ପଂକ୍ତିଟିକୁ ଉଦ୍ଧାର କଲେ, ସୁପ୍ରିମକୋର୍ଟର ପଂକ୍ତିକୁ ଉଦ୍ଧାର କରି ସେ ନିଜେ କହିଲେ ଯେ ପବ୍ଲିକ ଇନଫର୍ମେସନ ଅଫିସର କହିପାରିଥାନ୍ତେ ଯେ ଥରୁଟିଏ ଆଟଲିଷ୍ଟ ଆପଣଙ୍କର ଆପ୍ଲିକା ବା ଥାର୍ଡ ପାର୍ଟିକୁ ସେ ପଚାରି ପାରିଥାନ୍ତେ ଯେ ଆପଣଙ୍କର ଏଇ ଯୋଉ ଶିକ୍ଷାଗତ ଯୋଗ୍ୟତା ତାର ନକଲ ମଗା ହେଇଛି ଆମେ ଦେବୁ କି ନାହିଁ। ତ ସେତିକି ମଧ୍ୟ ସେ କରିନାହାନ୍ତି, ମନା ତ କରିଦେଲେ ସେତିକି ମଧ୍ୟ କରିନାହାନ୍ତି। ଦ୍ୱିତୀୟ କଥା, ଯେତେବେଳେ ଆପଣ ମାନଙ୍କର ସେ ଏଇ ଅଡିସନ ଦେଲା ବେଳେ କହିଛନ୍ତି ଯେତେବେଳେ ଜଣେ ଛାତ୍ର ବା ଛାତ୍ରୀ ଆପଣ ମାନଙ୍କର ରେଜିଷ୍ଟ୍ରେସନ କରୁଛନ୍ତି, ପରୀକ୍ଷା ଦଉଛନ୍ତି, ତାଙ୍କର ପରୀକ୍ଷା ଫଳ ଆପଣଙ୍କର ପବ୍ଲିକ ଡୋମେନରେ ଛଡା ଅଛି, ସେ ସମସ୍ତ ଆପଣଙ୍କର ଓପେନ। ତେଣୁକରି ସେ ଯେତେବେଳେ ଜଜମେଣ୍ଟ ଦେଲେ, ଜଜମେଣ୍ଟ ଦେବା ସମୟରେ କହିଛନ୍ତି having examined the case, the synonymous legislations and previous decisions, the commission states that matters relating to education of a student, person or government employee, current or former, for under the public domain and hence order the relevant public authority to disclose information accordingly। ତେଣୁ ଏ ସମସ୍ତ ଇନଫର୍ମେସନ ଶିକ୍ଷାଗତ ଯୋଗ୍ୟତା ବା ଶିକ୍ଷାଗତ ଯୋଗ୍ୟତାର ସମସ୍ତ ପ୍ରମାଣ ପତ୍ର ସେଇଟା ଆପଣଙ୍କର ପବ୍ଲିକ ଇନଫର୍ମେସନ, ସେ ଇନଫର୍ମେସନ ଦିଆଯାଇ ପାରିବ। ତେଣୁ ଏଇ ପରିପ୍ରେକ୍ଷୀରେ ଏଇ ସେକେଣ୍ଡ ଅପିଲ ନମ୍ବର ଅନୁସାରେ ଆପଣଙ୍କର 666/2014ର ଶୁଣାଣି ପ୍ରକାରେ ମାନ୍ୟବର ଆପଣଙ୍କର କମିଶନ ବା ଇନଫର୍ମେସନ କମିଶନ ସେ ଇନଷ୍ଟ୍ରକ୍ସନ ଦେଲେ, କଣ ଦେଲେ? ଇନ ଭିଉ ଅଫ ଦ ଏବଭ observation, the Supreme Court directed the HNBG University, Srinagar, Uttarakhand, to provide complete information about the Chief Minister of Uttarakhand regarding the qualification. What is the qualification? He has qualified everything.
तेणु यही परिप्रेक्षी जिते आपण मानकर जड़े एम्प्लॉई आम चाकरी कर गोटे गवर्नमेंट ऑफिस रे तेबे तांकर शिक्षागत योग्यता बा तांकर सर्टिफिकेट कौन सी आकार रे सुप्रीम कोर्ट रो पंक्ति अनुसार एई जो सेंट्रल इन्फॉर्मेशन कमिशन रो एई जो पंक्ति अनुसार आमे केबे भी कहि परिबा नै सेटा होची जे आपनकर पर्सनल इन्फॉर्मेशन तो एथिरु जणा पडुची जे सर्टिफिकेट गुडाको बा क्वालिफिकेशन गुडाको आपनकर कोन ना पब्लिक इन्फॉर्मेशन अन्य पक्ष कहया गले अनेक क्षेत्र रे इनफॉरमेशन कमिशन बोलंतु बा सुप्रीम कोर्ट बोलंतु जे जते सब डॉक्यूमेंट पब्लिक अथॉरिटी पाखरे रहिला सेटा आपनको इंडिविजुअल केतोटी का भा जोटा कि आपनको एक्सेप्शन अछि आपनको सेक्शन 8 अनुसार ताको छाडी देले आ बाकी तक जहाँ भी डॉक्यूमेंट आपनको पब्लिक रे रहउछि पब्लिक डोमेन रे रहउछि बा पब्लिक अथॉरिटी पाखरे रहउछि सेटा होछि आपनको पब्लिक इन्फॉर्मेशन धन्यवाद आपण माने एई भिडियोटी देखिथिबे एवं मु आपन मानकु पुणी आपन रिक्वेस्ट करछि शेयर करंतु लाइक करंतु एवं सब्सक्राइब करंतु आपन तल ऑफिस मान को समस्त को जणांतु ए विषय नमस्कार।